सी एते बड़ सेलिब्रिटी एते बड़ सिंगर हैला परे भी जेतोळको गीत बनेଇବା ପାଇଁ ନୂଆ ଗୀତ ବନେଇବା ପାଇଁ ଷ୍ଟୁଡିଓକୁ ଯାଇଥାଏ ମତେ କୁହନ୍ତି କି ପ୍ରେମ ଭାଇ ଆଉ ଭାଉଜ ତମ ଗୀତ ଶୁଣୁଥିଲେ ଲାଷ୍ଟ ଗୀତଟା ବହୁତ ବଢିଆ ହେଇଛି ଆଉ ମା ଶୁଣୁଥିଲେ ବହୁତ ଭଲ ଲାଗୁଛି ତମ ଗୀତ ସବୁବେଳେ କୁହନ୍ତି କି ନାଇଁ ଭାଉଜଙ୍କୁ ଏଇ ଗୀତଟା ଭଲ ଲାଗେ କି ଏଇ ଗୀତଟା ଭଲ ଲାଗେ ଷ୍ଟୁଡିଓ ପଶୁ ପଶୁ ଗୀତଟେ ଗାଇଦେବେ ମୋର କି ପ୍ରେମ ଭାଇ ଗୀତ ବଢିଆ ହେଇଥିଲା ଏଇ ଗୀତଟା ବଢିଆ ହେଇଥିଲା ଏଇଟା ମୋ ଫେଭରେଟ ଏଇଟା ଭାଉଜଙ୍କ ଫେଭରେଟ ଆମେ ଏବେ ଗର୍ବ କରିବା ପାଇଁ ଆମ ପାଖରେ କେହି ନାହାନ୍ତି କି ଆମେ ଯାହାକୁ ନେଇକି ଗର୍ବ କରିବା କି ଓଡିଆ ଇଣ୍ଡଷ୍ଟ୍ରି ଗୋଟେ ଏମିତି ଦିଗ୍ଗଜ ଥିଲା ହଁ ହ୍ୟୁମାନ ଆଇକୁ ମୁଁ ଲାଷ୍ଟ ସେପ୍ଟେମ୍ବରରେ ତାଙ୍କ ସାଙ୍ଗରେ ହ୍ୱାଟ୍ସଆପ ରେ ମେସେଜ କରିଥିଲି ବହୁତ ଗୁଡା ଗୀତ ପାଖାପାଖି 10ଟା ଭଳିଆ ଗୀତ ମୋର ରେକର୍ଡିଂ ହବା ପାଇଁ ଟ୍ରାକ୍ ବନା ହେଇକି ଥିଲା ସବୁ ପ୍ରଡ୍ୟୁସର ମାନେ ପଚାରୁଥାନ୍ତି ଭାଇ ଭିଡିଓ ସୁଟିଂ କରାହବ ଆଉ ହ୍ୟୁମାନ ଭାଇ ଡେଟ୍ ଦେଲେ କି ତ ଆମେ ସବୁବେଳେ ଷ୍ଟୁଡିଓ ଥ୍ରୁରୁ ହିଁ କଥା ହଉ ପ୍ରାୟ କେତେବେଳେ କେମିତି ଦେଖା ହେଲେ ହିଁ କଥା ହଉ ତ ସେଦିନ ମୁଁ ବାଧ୍ୟ ହେଇକି ମେସେଜ କରିଥିଲି ଭାଇଙ୍କୁ କି ଆଉ ଭାଇ କେମିତି କଣ ଅଛନ୍ତି ଦେହ କେମିତି କଣ ଅଛି ମତେ ଗୋଟେ ମେସେଜ କରିଥିଲେ କି ଭାଇ ଆଉ ଆମ୍ ଷ୍ଟ୍ରଗଲିଂ ଏ ଲଟ୍ ମୋ ଦେହ ଟୋଟାଲ ଭଲ ନାହିଁ ଗୋଡ ପୁରା ଡ୍ୟାମେଜ ହେଇଯାଇଛି ମୁଁ କାଲି ସେଇ ଜିନିଷ ଗୁଡାକୁ ଦେଖୁଥାଏ ଯେତେବେଳେ ଭାଇ ଏକ୍ସପାୟାର କରିଗଲେ ଏମ୍ସକୁ ଯାଇଥିଲି ଆସିଲା ପରେ ଘରେ ଆସିକି ଯେତେବେଳକୁ ଦେଖୁଛି ସେ ମେସେଜ ସବୁ ମାନେ ମୁଁ ଭାବୁଛି କି କାହିଁକି ତାଙ୍କୁ ଭଲ ଥିବା ସମୟରେ ଟିକେ ଯାଇକି ଗୋଟେ ଦିନ ଦେଖା କରିପାରିଲିନି ମାନେ ଏଇ ସାଙ୍ଗରେ ମୋର ସମ୍ପର୍କ ପାଖାପାଖି 10 ରୁ 12 ବର୍ଷ 2013-14 ସେ ମୋର ଫାଷ୍ଟ ଗୀତ ଗାଇଥିଲେ ଯେତେବେଳକୁ ସେ ବହୁତ କମ ପ୍ରାଇସ୍ ନଉଥିଲେ ଏବେ ବି କମ ପ୍ରାଇସ୍ ହିଁ ନଉଥିଲେ ଅଲଗା ସିଙ୍ଗରଙ୍କ କମ୍ପାରିଜନରେ ନିଜ ସାନ ଭାଇ ଭଳିଆ ଭାବୁଥିଲେ ମୁଁ ତାଙ୍କଠୁ ସାନ ତଥାପି ମତେ ଭାଇ ଭାଇ ହିଁ ସବୁବେଳେ ଡାକନ୍ତି ମୁଁ ଯେତେବେଳକୁ ଫାଷ୍ଟ କ୍ୟାରିୟର ଷ୍ଟାର୍ଟ କରିଥିଲି ଷ୍ଟୁଡିଓରେ ଯେତେବେଳକୁ ଗୀତ କମ୍ପୋଜ କରିଥିଲି ସେତେବେଳକୁ ମତେ ସବୁବେଳେ କୁହନ୍ତି ପ୍ରେମ ଭାଇ ତମେ କମ୍ପୋଜର କାହିଁକି ହଉଛ ଆକ୍ଟିଂ କରିବା କଥା ତମେ ହିରୋ ଭଳିଆ ଦେଖାଯାଉଛ ମୁଁ କହିଲି ଭାଇ ମୁଁ ତ ଷ୍ଟ୍ରଗଲ କରୁଛି କିନ୍ତୁ ସେତେବେଳକୁ ସୁଯୋଗ ମିଳୁନଥିଲା ସେ କହିଲେ ନାଇଁ ପ୍ରେମ ଭାଇ ତମେ ଯାହା ବି କର ଆକ୍ଟିଂ କର ମ୍ୟୁଜିକ ଛାଡି ଦେଇକି ମ୍ୟୁଜିକ ବି ଭଲ କରୁଛ ମ୍ୟୁଜିକ ସାଙ୍ଗରେ ଆକ୍ଟିଂ ବି କର ମତେ ସବୁବେଳେ ଯେତେବେଳେ ବି ରେକର୍ଡିଂକୁ ଯାଏ ସବୁବେଳେ ସେଇ କଥା କହୁଥିଲେ ତାପରେ ଯେତେବେଳକୁ ତାଙ୍କ ମୋ କମ୍ପୋଜିସନରେ ମୋ ଚ୍ୟାନେଲରେ ଫାଷ୍ଟ ଗୀତ ଗାଇଥିଲେ ସେ ଦେଖିଲା ପରେ କହିଲେ ପ୍ରେମ ଭାଇ ଯାହା ହଉ ମୁଁ ଭାବିଲି କି ସବୁବେଳେ ତମକୁ କହୁଥିଲି ଆକ୍ଟିଂ କରିବା ପାଇଁ ତମେ ଗୋଟେ କରିକି ଦେଖେଇଦେଲ ବହୁତ ଭଲ ଲାଗୁଛି ଆଜି ବିଶ୍ୱାସ ହଉନି କି ସେ ଆମକୁ ଛାଡିକି ପଳେଇଛନ୍ତି ବହୁତ ଦୁଃଖ ଲାଗୁଛି କଣ ସ୍ମୃତି ଆପଣଙ୍କ ସହିତ ଅଛି ଯୋଉଟା କି ଭୁଲି ପାରିବେ ସ୍ମୃତି ଆପଣ ଏତେ ଆଲବମ କରିଛନ୍ତି ଆପଣ କେତେଟା ଗୀତ ଗାଇଛନ୍ତି ମୁଁ ଯଦି 100ଟା ଗୀତ କରିଛି 100ଟା ଗୀତରୁ 99ଟା ଗୀତ ଏମାନେ ହିଁ ଗାଇଛନ୍ତି କୋଉ ଗୀତଟି ଆପଣଙ୍କର ଏବେ ତ ଫେଭରେଟ କହିବା ପାଇଁ ଗଲେ ବରସିଜା ମେଘ ତୁ ବରସିଜା ଗୀତଟା ମୋର କଣ ସମସ୍ତଙ୍କର ଫେଭରେଟ ଏବେକା ଡେଟରେ ବିଶ୍ୱାସ ହଉନି ସେ ଆମକୁ ଛାଡିକି ଚାଲି ଯାଇଛନ୍ତି ମାନେ ସ୍ପିଚଲେସ୍ କହିପାରିବେ କି ଓଡ଼ିଶା ମାନେ ସାରା ଭାରତ ପାଇଁ ଗୋଟେ ନିହାତି ଆମେ ଏବେ ଗର୍ବ କରିବା ପାଇଁ ଆମ ପାଖରେ କେହି ନାହାନ୍ତି କି ଆମେ ଯାହାକୁ ନେଇକି ଗର୍ବ କରିବା କି ଓଡିଆ ଇଣ୍ଡଷ୍ଟ୍ରି ଗୋଟେ ଏମିତି ଦିଗ୍ଗଜ ଥିଲା ମୁଁ ହସ୍ପିଟାଲକୁ ଯାଇଥିଲି ଭାଇ ଯୋଉଦିନ ହସ୍ପିଟାଲ ଆଡମିଟ ହେଲେ ସେଦିନ ଯାଇଥିଲି ଆଣ୍ଟିଙ୍କୁ ମୁଁ ଦେଖା କରିଥିଲି ଆଗରୁ ମତେ ଚିହ୍ନିଥିଲେ ସେ କୁହନ୍ତି ପ୍ରେମ ମୁଁ ତମର ସବୁ ଭିଡିଓ ଦେଖିଛି ସେ ମତେ ଚିହ୍ନିଥିଲେ ମତେ ଖୁସି ଲାଗିଲା ତାପରେ ଏଠୁ ଆଣ୍ଟି କହିଲେ କି ଏମିତି ସେମିତି ପ୍ରେମ ହେଇଥିଲା ତାଙ୍କ ପାଖରେ ମୁଁ 2-3 ଘଣ୍ଟା ବସିକି ଏମ୍ସ ହସ୍ପିଟାଲରେ ଆସିଥିଲି କହିଲି ବ୍ୟସ୍ତ ହେବେନି ଆଣ୍ଟି ସମସ୍ତଙ୍କର ଭଲ ପାଇବା ଅଛି ଭଲ ହେଇଯିବେ ଧୈର୍ଯ୍ୟ ହରା ହେବେନି ଦେହ ଖରାପ କଥା ଆପଣଙ୍କୁ କେବେ କହିଥିଲେ ଯେତେବେଳେ ମିଶନ୍ତି ଆପଣଙ୍କ ସହିତ ପର୍ସନାଲି ହଁ ହ୍ୟୁମାନ ଆଇକୁ ମୁଁ ଲାଷ୍ଟ ସେପ୍ଟେମ୍ବରରେ ତାଙ୍କ ସାଙ୍ଗରେ ହ୍ୱାଟ୍ସଆପ ରେ ମେସେଜ କରିଥିଲି ବହୁତ ଗୁଡା ଗୀତ ପାଖାପାଖି 10ଟା ଭଳିଆ ଗୀତ ମୋର ରେକର୍ଡିଂ ହବା ପାଇଁ ଟ୍ରାକ୍ ବନା ହେଇକି ଥିଲା ସବୁ ପ୍ରଡ୍ୟୁସର ମାନେ ପଚାରୁଥାନ୍ତି ଭାଇ ଭିଡିଓ ସୁଟିଂ କରାହବ ଆଉ ହ୍ୟୁମାନ ଭାଇ ଡେଟ୍ ଦେଲେ କି ତ ଆମେ ସବୁବେଳେ ଷ୍ଟୁଡିଓ ଥ୍ରୁରୁ ହିଁ କଥା ହଉ ପ୍ରାୟ କେତେବେଳେ କେମିତି ଦେଖା ହେଲେ ହିଁ କଥା ହଉ ତ ସେଦିନ ମୁଁ ବାଧ୍ୟ ହେଇକି ମେସେଜ କରିଥିଲି ଭାଇଙ୍କୁ କି ଆଉ ଭାଇ କେମିତି କଣ ଅଛନ୍ତି ଦେହ କେମିତି କଣ ଅଛି ମତେ ଗୋଟେ ମେସେଜ କରିଥିଲେ କି ଭାଇ ଆଉ ଆମ୍ ଷ୍ଟ୍ରଗଲିଂ ଏ ଲଟ୍ ମୋ ଦେହ ଟୋଟାଲ ଭଲ ନାହିଁ ଗୋଡ ପୁରା ଡ୍ୟାମେଜ ହେଇଯାଇଛି ମୁଁ କାଲି ସେଇ ଜିନିଷ ଗୁଡାକୁ ଦେଖୁଥାଏ ଯେତେବେଳେ ଭାଇ ଏକ୍ସପାୟାର କରିଗଲେ ଏମ୍ସକୁ ଯାଇଥିଲି ଆସିଲା ପରେ ଘରେ ଆସିକି ଯେତେବେଳକୁ ଦେଖୁଛି ସେ ମେସେଜ ସବୁ ମାନେ ମୁଁ ଭାବୁଛି କି କାହିଁକି ତାଙ୍କୁ ଭଲ ଥିବା ସମୟରେ ଟିକେ ଯାଇକି ଗୋଟେ ଦିନ ଦେଖା କରିପାରିଲିନି କେବେ କହିପାରିବେ ଯେ ତାଙ୍କୁ ଜାଣି ଶୁଣିକି ଟ୍ରିଟମେଣ୍ଟ କରାଗଲାନି ଯାହାଦ୍ୱାରା କି ଆଗକୁ ବଢିଗଲେ ଭାଇ ନିଜେ ଚାହିଁଥିଲେ ସବୁ କିଛି ଭଲ ହେଇପାରିଥାନ୍ତା ଭାଇ ତ ନିଜେ ବି ଚେଷ୍ଟା କଲେନି କି ମୁଁ କେମିତି ଭଲ ହେବି କି କଣ ଯଦି ନିଜେ ଚେଷ୍ଟା କରିଥାନ୍ତେ ନିଜେ ଚାହିଁଥାନ୍ତେ କି ଆମକୁ କହିପାରିଥାନ୍ତେ କି ଭାଇ ଆମେ ଡିପ୍ରେସନରେ ଅଛୁ ମୁଁ ସବୁବେଳେ ବି କୁହେ ଭାଇ
କୁଆଡେ ଚାଲ ଟିକେ ବୁଲିବା ପାଇଁ ଯିବା କି କଣ, ସେ କୁହନ୍ତି ନା ଭାଇ ଆମ୍ ଓକେ ଆମ୍ ହାପି, ସେମିତି କିଛି ପ୍ରୋବ୍ଲେମ ନାହିଁ। କିନ୍ତୁ ଦେଖିଲା ବେଳେ ତାଙ୍କ ମନ ଭିତରେ ଏତେ କଷ୍ଟ ଥିଲେ କେହି ବି ଜାଣିନଥିଲେ। ତାଙ୍କ ମା ବର୍ତ୍ତମାନ ଅଭିଯୋଗ କରୁଛନ୍ତି ଯେ ମୋ ପୁଅକୁ ଠିକ ଟାଇମରେ ଦେଖେଇଲେନି ଡକ୍ଟର, ତାଙ୍କ ମ୍ୟାନେଜର ବାକି ଯାହା ନାଁ ନେଉଛନ୍ତି ସେମାନେ ଯେ ଷଡ଼ଯନ୍ତ୍ର କରିକି ତାଙ୍କୁ ମାନେ କରୁଛନ୍ତି କିଭଳି ଅବସ୍ଥା। ତଦନ୍ତ ହେବା ଦରକାର କି ଆଜ୍ଞା? ତଦନ୍ତ ହବା ଦରକାର, କିନ୍ତୁ କଣ ଥିଲା ସେ ବିଷୟରେ ଆଣ୍ଟି ବି ମତେ ଯେଦିନ ଦେଖା ହେଲା ସେଦିନ କିଛି ସେ ସବୁ କହି ନଥିଲେ। ତାଙ୍କ ସାଙ୍ଗରେ 2 ଘଣ୍ଟା ମୁଁ ଟାଇମ ସ୍ପେଣ୍ଡ କରିଥିଲି। ସେ କହିଥିଲେ କି ସେ ଦେହ ଖରାପ ଥାଏ କିନ୍ତୁ ତଥାପି ପ୍ରୋଗ୍ରାମ ପଳାଏ, ଗୀତ ଗାଇବା ପାଇଁ ଯାଏ, ତାକୁ ମନା କରା ହୁଏ, ସେ କାହାକୁ କିଛି କହିଲାନି, ସବୁ ଜିନିଷ ଲୁଚେଇକି ରଖିଲା। କଳାକାର ଜୀବନ ଗୋଟେ କଣ ଏମିତି ଆଜ୍ଞା, ମାନେ ପ୍ରୋଗ୍ରାମ ହେଇକି ଜୀବନ ପଳେଇଲା, ଯାହାଦ୍ୱାରା ସେ ଟ୍ରିଟମେଣ୍ଟ ମଧ୍ୟ କରିବା ପାଇଁ ସମୟ ପାଇଲେନି। ସିଏ ଗୋଟେ ଏତେ ବଡ ସେଲିବ୍ରିଟି ଆଜ୍ଞା ଓଡିଶାର, ସିଏ ଚାହିଁଥିଲେ ବହୁତ କିଛି କରିପାରିଥାନ୍ତେ। ଯୋଉ ଟାଇମରେ କି ଆମକୁ ଲୋକ ଚିହ୍ନୁଛନ୍ତି ସେଇ ଟାଇମରେ ସିଏ ସବୁ କିଛି ଆଚିଭ କରିଥିଲେ, କିନ୍ତୁ ସିଏ ତାଙ୍କ ଲାଇଫରେ କିଛି ବି ମାନେ ନା ଫରେନ୍ ଟ୍ରିପ, ନା କୁଆଡେ ଯାଇପାରିଲେ, ନା କିଛି ଗୋଟେ ତାଙ୍କ ନିଜର ଆଚିଭମେଣ୍ଟ ନିଜ ପାଇଁ କିଛି କରିପାରିଲେ। ସେ ଲୋକଙ୍କ ଭଲ ପାଇବା ପାଇଁ, ଲୋକଙ୍କ ପ୍ରୋଗ୍ରାମ ପାଇଁ ହିଁ, ଲୋକଙ୍କୁ ଏଣ୍ଟରଟେନ କରି ହିଁ ଚାଲିଗଲେ। ତ ତାଙ୍କୁ ମୁଁ ଯୋଉ ଦିନ ଆଡମିସନ କରାଗଲା ବି ହସ୍ପିଟାଲରେ, ସେଦିନ ବି ତାଙ୍କର ପ୍ରୋଗ୍ରାମ ଥିଲା ନା କଣ ମୁଁ ଶୁଣିଥିଲି। ଯେତେ ମିସ୍ କରୁଛନ୍ତି ବର୍ତ୍ତମାନ। ଏବେ ତ ତାଙ୍କୁ ଯେତେ ମିସ୍ କଲେ ବି ଆଉ ସେ ଫେରି ପାରିବେନି। ଆଉ ମୁଁ ଆଉ